ଏବେ ପସନ୍ଦ ଟ୍ରାକରେ ଗୋଟେ ନୂଆ ଅପଡେଟ୍ ଆସିଛି, ଯାହା ନାମ ହେଉଛି ଜିଟେସନାଲ ୱେଟ୍ ଗେନ୍। କିପରି ପସନ୍ଦ ଟ୍ରାକରେ ପ୍ରେଗନେଣ୍ଟ ଓମେନ୍ ମାନଙ୍କର ହାଇଟ୍, ୱେଟ୍, ହିମୋଗ୍ଲୋବିନ୍ ଏବଂ ଏନ୍ସିର ଡେଟ୍ ସହଜରେ ପକାଇବା ତାର ପ୍ରୋସେସ୍ ଜାଣିବା। ଦେଖନ୍ତୁ ପସନ୍ଦ ଟ୍ରାକରେ ନୂଆ ଅପଡେଟ୍ ଆସିଛି ଜିଟେସନାଲ ୱେଟ୍ ଗେନ୍। ଏହାକୁ କ୍ଲିକ୍ କରିବା। ଦେଖନ୍ତୁ କ୍ଲିକ୍ କଲା ପରେ ଦେଖନ୍ତୁ ଅଙ୍ଗନୱାଡ଼ି ୱାଇଜ୍ ଶୋ କରିଲା, ପ୍ରେଗନେଣ୍ଟ ଓମେନ୍ ଶୋ କରିବ। ଏବଂ ରାଇଟ୍ ସାଇଡ଼୍ରେ ଦେଖନ୍ତୁ ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ଼ ଶୋ କରୁଛି ଏଏନ୍ସି ଏବଂ ଫାର୍ଷ୍ଟ କେତେ, ସେକେଣ୍ଡରେ କେତେ, ଥାର୍ଡ଼ରେ କେତେ ଆସିବ ଆପଣଙ୍କୁ ଏଇଠି ଶୋ କରିବ। ଏବଂ ଏହି ପ୍ରୋସେସ୍ରେ ୱାର୍କର ମାନେ କିପରି ପକାଇ ପାରିବେ ପସନ୍ଦ ଟ୍ରାକରରେ ଆସନ୍ତୁ ଜାଣିବା ତାର ପ୍ରୋସେସ୍। ପ୍ରଥମେ ବେନିଫିସିଆରୀକି ଯିବା, ତାପରେ ପ୍ରେଗନେଣ୍ଟ ଓମେନ୍ ଚୁଜ୍ କରିବା। ଏ ଭିତରେ ଯେକୌଣସି ପ୍ରେଗନେଣ୍ଟ ଓମେନ୍ ଚୁଜ୍ କରିବା ଏବଂ ରାଇଟ୍ ସାଇଡ଼୍ରେ ଥିବା ଥ୍ରୀ ଡଟ୍ ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏହିପରି ଆସିବ ଜିଟେସନାଲ ୱେଟ୍ ଗେନ୍ ଏଏନ୍ସି ଡିଟେଲ୍ସ। ଏହାପରେ କ୍ଲିକ୍ କରିବା। ଏହାପରେ ANC 1, ANC 2, ANC 3, ANC 4 ଆସିବ ଏବଂ ANC ଡ୍ୟୁ ଡେଟ୍ ଆସିବ। ANC 2ର ବି ଡେଟ୍ ଆସିବ, 3ର ବି ଡେଟ୍ ଆସିବ, 4ର ଡେଟ୍ ଆସିବ। ଏଇ ଯେଉଁ ଡେଟ୍, ଏ ଡେଟ୍ର ପୂର୍ବରୁ ପକାଇବା ଏବଂ ପର ଡେଟ୍ର ପକାଇ ପାରିବାନି। ଯେ ଡେଟ୍ରେ ଡ୍ୟୁ ଟିଲ୍ ଆସିଛି ସେଇ ଡେଟ୍ର ପୂର୍ବବର୍ତ୍ତୀ ଡେଟ୍ ପକାଇବା ଏବଂ ପରବର୍ତ୍ତୀ ଡେଟ୍ ପକାଇଲେ ସେ ନେବ ନାହିଁ। ତେଣୁ ଏହାର ଯେକୌଣସି ଏହାର ପୂର୍ବ ଡେଟ୍ ଏବଂ ଟିଲ୍ ଡେଟ୍ରେ ପକାଇଲେ ବି ଚଳିବ, ପୂର୍ବ ଡେଟ୍ରେ ପକାଇଲେ ବି ଚଳିବ। ଯେକୌଣସି ଯେଉଁଦିନ ଅଙ୍ଗନୱାଡ଼ି ୱାର୍କରଙ୍କର ଏଏନ୍ସି ଦେଇଥିବେ, ଏମ୍ସି କାର୍ଡ଼ରେ ପକାଇଥିବେ, ସେଇ ଡେଟ୍ରେ ପକାଇଲେ ଏହା ନେଇଯିବ। କିନ୍ତୁ ପରବର୍ତ୍ତୀ ଡେଟ୍ର ପରବର୍ତ୍ତୀ ପକାଇଲେ ସେ ନେବ ନାହିଁ। ଏଠାରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଆସିବ, ଦେଖନ୍ତୁ ଆସିଲେ। ଏହାପରେ ତାଙ୍କର ହାଇଟ୍, ୱେଟ୍, ହିମୋଗ୍ଲୋବିନ୍ ଏବଂ ଏନ୍ସି ଡେଟ୍ ପକାଇବା ଏମ୍ସି କାର୍ଡ଼ ଅନୁସାରେ। ଏହାପରେ ସବମିଟ୍ କରିବା। ସବମିଟ୍ କଲା ପରେ ଆସିବ ଜିଟେସନାଲ ୱେଟ୍ ଗେନ୍ ଚାର୍ଟ ଗୋ ବ୍ୟାକ୍। ଗୋ ବ୍ୟାକ୍ ମାରିବେ ଯଦି ଦେଖିବାକୁ ଚାହୁଁଛନ୍ତି ଜିଟେସନାଲ ୱେଟ୍ ଚାର୍ଟ ଗେନ୍ ଚାର୍ଟ, ତାହେଲେ ଦେଖିବେ। ଏହିପରି ଚାର୍ଟ ଆସିବ। ଏହାକୁ ମଧ୍ୟ ଫଲୋ ଅପ୍ କରିକି ଜାଣିହେବ ସେ ପ୍ରକୃତରେ ସେ ପ୍ରେଗନେଣ୍ଟ ମା ସୁସ୍ଥ କି ସୁସ୍ଥ ନୁହେଁ। ଏହାପରେ ଗୋ ବ୍ୟାକ୍ ମାରିଲେ ଦେଖନ୍ତୁ ତାର ହାଇଟ୍, ୱେଟ୍, ହିମୋଗ୍ଲୋବିନ୍ ଏବଂ ତାର ANC ଡେଟ୍ ଆସିଯାଉଛି। ଏହିପରି ଭାବରେ ଅଙ୍ଗନୱାଡ଼ି ୱାର୍କର ମାନେ ପ୍ରେଗନେଣ୍ଟ ଓମେନ୍ ମାନଙ୍କର ANC ଡିଟେଲ୍ସ ଭରିପାରିବେ।